श्री गणेशाय नमः। नारायणं नमस्कृत्यं नरं चैव नरोत्तमं देवीं सरस्वतीं व्यासं ततो जयमुदीरयेत्। मूकं करोति वाचालं पंगुं लंघयते गिरिं यत्कृपातमहं वन्दे परमानंद माधवम्। श्रीमद्देवी भागवत तृतीय स्कंध द्वादश अध्याय। आजिर विषय रही अंबा यज्ञ विधि। किछि समय हो पछे निश्चय शुणंत। जन्मे जय कहिले हे स्वामी आपण कहंतो देवींकर जागर विधान। शुणिले सिना मुहि निज शक्ति बळे से यज्ञ संपादिबी निराल से हेले। से यज्ञ लोड़ा हुए कि होम द्रव्य যত্নবান মুহেবি কহ বিধি সর্ব। কেতে সংখ্যা ব্রাহ্মণে হইব বরণ দক্ষিণা কেউ পরি কহন্তু তক্ষণ। পূজা বিধি দেবীঙ্ক কেউ পরি হুয়ে মন্ত্র কেতে যজ্ঞকু প্রয়োজন হুয়ে। व्यासदेव कहिले शुण नर राण कहूछि देवींकर जागर विधान। सबु कार्य विधाता बळे सदा काले निज शक्ति बलरे अनुष्ठान कले। सात्विक राजसिक तामसिक एहि प्रकार तीनि विध आहे नर साई। मुनिंकर पक्षरे सात्विक करम नृपंक राजसिक हे नृप उत्तम। तामसिक करम राक्षस मानंक एपरि तीनि विध हे नर नायक। जीवन मुक्त ज्ञानीक पक्षे ज्ञानमय गुणहीन करम अच्छे सुपाय। विस्तारी से समस्त कहु अच्छी शुण निस्तार इच्छा जेबे कर नर राण। काशी नगरी आदि तीर्थ देश स्थान न्याय रे अर्जी थिबा निज द्रव्यमान। उत्तरायण आदि पवित्र समय वेदरे उक्त हेबा सुमंत्र निश्चय। सात्विकी श्रद्धा जे क्षत्रिय द्विज प्राज्ञ ए सर्व संगठने से सात्विक यज्ञ। द्रव्य शुद्धि क्रिया शुद्धि जे मंत्र शुद्धि हेले हुए संपूर्ण कर्म फल सिद्धि। अन्याय अर्जिवार द्रव्य द्वारा जेबे यज्ञ कार्य समाप्त होइले हेतेबे इहलोके ताहार कीर्ति नर होई परलोके सुफल से पाइब काहि। ए हेतु न्याय चिरे अर्जिथिबा धने सत्कार्य अनुष्ठान करिब आपणे। इहरे जस लभि परलोके सुख निश्चय रे मिलई। हे नर नायक हे राजेन्द्र पांडव गण पूर्व काले
ଯଜ୍ଞରାଜ ସେ ରାଜ ସୁୟ ଯଜ୍ଞ କଲେ ଦେଇ କରି ତକ୍ଷଣେ ଦକ୍ଷିଣା ବହୁତ ଆପଣ ତା ଜାଣିଛ କଲେ ସମାପତ ସେ ଯଜ୍ଞେ ମହାମନା ଯାଦବ ଦେବେନ୍ଦ୍ର ସାକ୍ଷାତେ ଆସିଥିଲେ ହରିକୃଷ୍ଣ ଚନ୍ଦ୍ର ମହତ ଜ୍ଞାନବନ୍ତ ଭରଦ୍ୱାଜ ଆଦି ଦେଖିବା ଇଚ୍ଛା କରି ଆସିଲେ ଯଦି ଯାଗ ସମାପନରେ 1 ମାସ ପରେ ଦାରୁଣ ମହାକ୍ଲେଶ ଲଭିଲେ ବନରେ ଅକ୍ଷ ଖେଳା ଲୀଳାରେ ହାରିଣ ପାଣ୍ଡବେ ବନବାସ କ୍ଲେଶକୁ ଭୋଗ କଲେ ସର୍ବେ ପାଞ୍ଚାଳି ଯେବେ ଶତ୍ରୁ ପୀଡ଼ା ସହ୍ୟ କଲେ ତେବେ କହ ଯଜ୍ଞର ଫଳ କାହିଁ ଗଲେ ପାଣ୍ଡବ ଗଣ ହେଲେ ବିରାଟର ଦାସ କିଚକ ହେତୁ ଦେବୀ ଲଭିଲେ ଯା କ୍ଲେଶ ତେବେ କହ ବିଶୁଦ୍ଧ ଚେତା ଦ୍ୱିଜବର ଆଶୀର୍ବାଦ ଫଳ ବା ଗଲା କେଉଁଠାର ବସୁଦେବ ନନ୍ଦନ ବାସୁଦେବ ପ୍ରତି କରିଥିଲେ ପାଣ୍ଡବେ ଅଚଳା ଯେ ଭକ୍ତି ସେ ସଙ୍କଟ ସମୟେ ଫଳ କି ଫଳିଲା ଭକ୍ତିମତୀ ହେବାର କି କାରଣ ହେଲା ପତିବ୍ରତା ସେବର ବର୍ଣ୍ଣିନୀ ସୁନ୍ଦରୀ ଦ୍ରୁପଦ ସୁକୁମାରୀ ମହାସୁକୁମାରୀ ପାପିଷ୍ଠ ଦୁଶାସନ କେଶ ଧରି ବଳେ ଆଣିଲେ ଯେତେବେଳେ ସେହି ସଭାସ୍ଥଳେ ବସିଥିଲେ ତାହାଙ୍କ ବର ଯୁଧିଷ୍ଠିର କେଶୀ ପର ଶ୍ରୀକୃଷ୍ଣ ପରମ ଈଶ୍ୱର କଲେ କି ରକ୍ଷା କହ ତେତେବେଳେ ବଳେ ଅରକ୍ଷ ରକ୍ଷବାନା ସେ ଉଡ଼ାଇଥିଲେ ଏ ସର୍ବେ ଥିଲେ ହେଲେ ଘଟିଲା ଅନର୍ଥ ଏହେତୁ ବିବେଚନା କର ଯେ ଯଥାର୍ଥ ଯଜ୍ଞରେ ଯେ କୌଣସି ବିଘ୍ନ ନହିଥିଲେ ଏପରି ଘଟନ୍ତା କି ମାସକରେ ହେଲେ ଯାହେବାର ହୋଇବ ବୋଲି ଯେବେ କହ ସକଳ ତ ନିଷ୍ଫଳ ହୋଇବ ନିଶ୍ଚୟ ବେଦାଦି ଶାସ୍ତ୍ର ପୁଣି ବୈଦିକ ମନ୍ତ୍ର ସତ୍କାର୍ଯ୍ୟ ସଦୁପାୟ ସକଳ ଯେ ଯନ୍ତ୍ର ଯାହେବାର ହୋଇବ ବୋଲି କଲେ କାର୍ଯ୍ୟ ଏ ସମସ୍ତ ନିଷ୍ଫଳ ହୋଇବ ସହଜ ତାହେଲେ ବେଦ ବିଧି ଅର୍ଥବାଦ ମାତ୍ର ସତ୍କାର୍ଯ୍ୟ ଯେ ନିଷ୍ଫଳ ହୋଇବ ସମସ୍ତ ସ୍ୱର୍ଗ ଦୁର୍ଗ ଲାଭରେ ତପ ଅନୁଷ୍ଠାନ ବନ ଧର୍ମ ସମସ୍ତ ବ୍ୟର୍ଥ ବୋଲି ଜାଣ ଯାହେବାର ହୋଇବ ବୋଲି ବାଟି ଯେବେ ସମସ୍ତ ଯେ ପ୍ରମାଣ ବ୍ୟର୍ଥ ହେବେ ତେବେ ସମସ୍ତ ଯେ ହେତୁ ଦୈବ ବଳ ବ୍ୟର୍ଥ ହେବେ ତେବେ ଫଳ ସିଦ୍ଧି କାରଣ ବିଚାର ନୃସାଏ ସତ୍କର୍ମ କରୁ ଯେବେ ବିପରୀତ ହେବ କାର୍ଯ୍ୟରେ ବିଗୁଣତା ଘଟିଲା ଜାଣିବ
ପରମ ଜ୍ଞାନୀ ଯେହି ସେ ସିନା ଜାଣଇ, ଅଜ୍ଞାନୀ ବୋଲେ ମୋର କରମରେ ନାହିଁ। କାର୍ଯ୍ୟବନ୍ତେ କରନ୍ତି କର୍ମ ନାନା ବିଧେ, କର୍ତ୍ତା ଭେଦେ ଯେ ମନ୍ତ୍ର ଭେଦେ ଦ୍ରବ୍ୟ ଭେଦେ। ତାର ଉଦାହରଣ ଦେଖ ନର ରାଣ, ପୂର୍ବ କାଳେ କଦା ଇନ୍ଦ୍ରସୁର ରାଣ। ଗୁରୁ କରି ବରିଲେ ବିଶ୍ୱରୂପଙ୍କୁ ସେ ବିଶ୍ୱରୂପ ଯାହା କଲେ ଅବିଶ୍ୱାସେ। ମାତୃକୁଳ ସମ୍ଭବ ଦାନବ ମାନଙ୍କ ହିତ ହେତୁ ସାଧିଲେ ବିପରୀତ ଯାକ। ଦେବଙ୍କର ସମକ୍ଷେ ଦାନବ ପରୋକ୍ଷେ, ସ୍ୱସ୍ତି ସ୍ୱସ୍ତି କହିଣ ଆପଣେ ପ୍ରତ୍ୟକ୍ଷେ। ମାତୃପକ୍ଷ ସୁର ଗଣ ରକ୍ଷା କଲେ, ଦୈତ୍ୟଙ୍କ ହର୍ଷ ଦେଖି ଇନ୍ଦ୍ର ତେତେବେଳେ। କ୍ରୋଧରେ ବଜ୍ର ମାରି ବିଶ୍ୱରୂପ ଶିର, ଛେଦି ଦେଇ ଖେଉଦି ଦେଲେ ସେ ସତୋର। ଏଠାରେ କର୍ତ୍ତା ଭେଦେ କ୍ରିୟାର ବୈଗୁଣ, ଘଟିଲା ନାହିଁ କିହେ ନରଙ୍କର ରାଣ। ବୈଗୁଣ୍ୟ ନହିଥିଲେ ଫଳର ଅଧିକ, ଆଧିକ୍ୟ ନୁହନ୍ତା କି କରନ୍ତୁ ବିବେକ। ପଞ୍ଚାଳ ଦେଶ ଈଶ ସେ ଦ୍ରୁପଦ ରାଜ, ଦ୍ରୋଣ ଆଚାର୍ଯ୍ୟଙ୍କର ବିନାଶରେ ହେଜ। ଆତ୍ମଜ ପାଇବାରେ ହୋଇ ଅଭିଳାଷ, ଆରମ୍ଭିଲେ ସୁଜାଗ ହୋଇ ମହାରୋଷ। ସେ ଯଜ୍ଞ ନଳରୁ ଧୃଷ୍ଟଦ୍ୟୁମ୍ନ ହେଲେ, ବେଦୀ ମଧ୍ୟ ଦ୍ରୌପଦୀ ସଂଜାତ ହୋଇଲେ। ଏପରି ପୂର୍ବେ ଅପୁତ୍ରିକ ଦଶରଥ, ଏକମାତ୍ର ପୁତ୍ରରେ କରି ମନୋରଥ। ଯାହେବାର ହୋଇବ ବୋଲି କଲେ କାର୍ଯ୍ୟ, ଏ ସମସ୍ତ ନିଷ୍ଫଳ ହୋଇବ ସହଜ। ତାହେଲେ ବେଦ ବିଧି ଅର୍ଥବାଦ ମାତ୍ର, ସତ୍କାର୍ଯ୍ୟ ଯେ ନିଷ୍ଫଳ ହୋଇବ ସମର୍ଥ। ଦୁର୍ଗ ସ୍ୱର୍ଗ ଲାଭରେ ତପ ଅନୁଷ୍ଠାନ, ବର୍ଣ୍ଣ ଧର୍ମ ସମସ୍ତ ବ୍ୟର୍ଥ ବୋଲି ଜାଣ। ଯାହେବାର ହୋଇବ ବୋଲି ବାଟି ଯେବେ, ସମସ୍ତ ଯେ ପ୍ରମାଣ ବ୍ୟର୍ଥ ହେବେ ତେବେ। ଏହେତୁ ଦୈବ ବଳ ଉପାୟ ଏ ଦୁଇ, ଫଳ ସିଦ୍ଧି କାରଣ ବିଚାର ନୃସାଇ। ପୁତ୍ରେଷ୍ଟି ଯାଗ କରି ଚାରି ବର୍ଗ ପ୍ରଦ, ଚାରି ପୁତ୍ର ପାଇଲେ ଲଭିଲେ ସତ୍ପଦ। ଏଣୁ ହେ ନୃପ ନିଧି ଯଥାବିଧି କାର୍ଯ୍ୟେ, ଆସାଧିକ ସିଦ୍ଧିଟି ଫଳର ସହଜେ। ଅନ୍ୟାୟ ମାର୍ଗ ସରି କାର୍ଯ୍ୟ କଲେ, ବିପରୀତ ପାଳକି ନ ଫଳିବ ଭଲେ। ଏହେତୁ ମୁଁ କହୁଛି ପାଣ୍ଡବଙ୍କ ମୁଖେ, ଯେ କିଞ୍ଚିତ ବୈଗୁଣ୍ୟ ଘଟିଲା ପରୋକ୍ଷେ। ଏଣୁ ସେ ବିପରୀତ ଫଳ ଲାଭ କଲେ, ସେ ସହ ଧର୍ମିଣୀ ସହିତ ସେ କାଳେ। ସତ୍ୟବନ୍ତ ଧର୍ମ ପୁତ୍ର ଯୁଧିଷ୍ଠିର, ପତିବ୍ରତା ଦ୍ରୌପଦୀ ରମଣୀଙ୍କ ବର।
ସର୍ବଶୁଭ ଲକ୍ଷଣ ତାଙ୍କ ଭାଇମାନେ। ହାରିଲେ ଦ୍ୟୁତ ଖେଳା ଟିରେ ସେ ଆପଣେ। କରମ ବୈଗୁଣ୍ୟର ନୁହେଁ କିଏ ଫଳ। ଧର୍ମ କରମରେ ବିଘ୍ନାତ କେବଳ। ଅଥବା ବହୁ ନର ପତି ନାଶ କରି। ଧନ ଆଣି ସେ ଧନେ ଜାଗ ଥିଲେ କରି। କୁଦ୍ରବ୍ୟ ହେତୁ ବା ଜାଗର ବୈଗୁଣ୍ୟ। ଘଟିଲା ହେ ନର ରାଣ ଅଗ୍ରଗଣ୍ୟ। ଅଥବା ଅଭିମାନ ପୁଣ୍ୟ ଜାଗ କଲେ। ସେ ଦୋଷୁ ଏ ଦୁର୍ଦଶା ଘଟିଲା କି ଭଲେ। ସାତ୍ୱିକ ଯଜ୍ଞ ମହା ଦୁର୍ଲଭିନୁ ନାହା। ବୈଖାନ ସାମୁନିଙ୍କ ପକ୍ଷେ ଅଛି ଏହା। ସକଳ ତପାକୁଳ ମୁନି ସଦା କାଳେ। ସୁସଂସ୍କୃତ ସାତ୍ୱିକ ବନ୍ୟ ଫଳ ମୂଳେ। ନ୍ୟାୟ ମାର୍ଗେ ସଞ୍ଚରି କରିଣ ଅର୍ଜନ। ରାଜନ ହେ କରନ୍ତି ସର୍ବତ୍ର ଭୋଜନ। ଶ୍ରଦ୍ଧା ସହ ବିଧାନେ ମନ୍ତ୍ର ପାଠ କରି। ପୁରଡ଼ାସ ଆଦି ଯେ ଯଜ୍ଞମାନ କରି। ପଶୁ ହିଂସା ବିହୀନେ କରୁଥାନ୍ତି ମଖ। ସାତ୍ୱିକ ମଖ ବୋଲି ସେ ମଖ ଉଲ୍ଲେଖ। କ୍ଷତ୍ରିୟ ମାନେ ବୈଶ୍ୟ ମାନେ ଅଭିମାନେ। ପଶୁ ହିଂସା କରିଣ ଶ୍ରଦ୍ଧା କରି ମନେ। ସମ୍ପାଦିଣ ବହୁତ ସୁପକରଣ। କରନ୍ତି ସୁସଂସ୍କୃତ ଯଜ୍ଞ ଅନୁଷ୍ଠାନ। ସେ ଯଜ୍ଞଟି ରାଜସ ଅଟେ ହେ ରାଜେଶ। ତାମସ ଯଜ୍ଞ ଶୁଣ ନ ହୋଇ ତାମସ। ଅସୁର ମାନେ ସୁର ଅମର୍ଷ ଯେ କ୍ରୋଧ। ଗରବରେ ହଇଣ ଶ୍ରଦ୍ଧା ପୂର୍ଣ୍ଣ ହୃଦ। ଯେଉଁ ଯଜ୍ଞ କରନ୍ତି ତାମସ ସେ ଯଜ୍ଞ। ବୋଲି କରି କହନ୍ତି ମହାତ୍ମା ସେ ପ୍ରାଜ୍ଞ। ଏହା ଭିନ୍ନ ସଂସାର ବିରାଗୀ ଯେ ମାନେ। ମହାତ୍ମା ମହାମୁନି ମୁଖ୍ୟ ଇଚ୍ଛା ମନେ। ମନେ ମନେ ସମ୍ପାଦି ସର୍ବପୁରଡ଼ାସ। ଯେଉଁ ଯଜ୍ଞ କରନ୍ତି ତା ନାମ ମାନସ। ଏ ମାନସ ଜାଗଟି ଯେମନ୍ତ ସୁନ୍ଦରେ। ସୁସମ୍ପନ୍ନ ହୋଇ ବିଘ୍ନ ରହିତରେ। ସେହି ପ୍ରକାର ଅନ୍ୟ କୌଣସି ଜାଗ ସମ୍ପୂର୍ଣ୍ଣ ନୁହଁ ଇହେ ଜାଣ ମହାଭାଗ। କାରଣ ଶୁଣ ସମୁଦାୟ ଯଜ୍ଞ ମାନେ। ବିହିତ ଶ୍ରଦ୍ଧା କ୍ରିୟା ଦ୍ରବ୍ୟାଦି ବିହୀନେ। ବେଦଜ୍ଞ ଦ୍ୱିଜ ଗଣ ଦେଶ କାଳ ପାତ୍ର। ରହିତ ହେଲେ ଉପକରଣ କିଞ୍ଚିତ। ଯଜ୍ଞ ମଧ୍ୟ କିଞ୍ଚିତ ନ୍ୟୁନତା ହୋଇ। ସେ ପ୍ରକାର କରତା ଫଳଟି ଭୁଞ୍ଜାଇ। ଶୁଣ ଏବେ ମାନସେ ଅମ୍ବା ଯଜ୍ଞ ବିଧି। ପ୍ରଥମେ ଗୁଣହୀନେ ହୋଇ ଚିତ୍ତ ଶୁଦ୍ଧି। ଚିତ୍ତ ଶୁଦ୍ଧି ହୋଇଲେ ଦେହ ଶୁଦ୍ଧି ହୁଏ। ଦେହ ମନ ପବିତ୍ର ହୁଏ ଅସଂଶୟେ। ତେତେବେଳେ ମାନସ ଅମ୍ବା ଯଜ୍ଞ ଭାବ। ମାନବ ଅଧିକାରୀ ନିଶ୍ଚୟ ହୋଇବ। ସେ ଯଜ୍ଞକୁ ପାଦ
শোভন করি বহু যোজন বিস্তৃত ମାନସ ମଣ୍ଡପଟି କରିବ ପ୍ରସ୍ତୁତ। ତା ମଧ୍ୟେ ମାନସିକ ବିଷାଦ ଦେବୀ କଳ୍ପୀ ଦେବୀ ମଧ୍ୟେ ବିଧାନେ ପଞ୍ଚ ଅଗ୍ନି ସ୍ଥାପି ବ୍ରହ୍ମ ପୁଣି ଅଧୈର୍ଯ୍ୟ ହୋତା ଯେ ପ୍ରଚେତା ସଦସ୍ୟ ସେ ଉଦ୍ଗାତା ପୁଣି ପ୍ରତିହର୍ତ୍ତା ଏପରି ମାନସରେ ବ୍ରାହ୍ମଣଙ୍କୁ ବରି ଯତନରେ ପୂଜିତ ଯେ ବିଧି ଆଚରି ପ୍ରାଣ ପୁଣି ଅପାନ ବ୍ୟାନ ଯେ ସମାନ ଉଦାନ ଦେହ ସ୍ଥିତ ଯେ ପଞ୍ଚ ପାବନ ପଞ୍ଚାଗ୍ନି ରୂପେ ଦେବୀ ମଧ୍ୟରେ ସ୍ଥାପିବ ପ୍ରାଣକୁ ଗ୍ରାହ ପତ୍ୟ ଅଗ୍ନି ବୋଲି ଭାବ ଆପନା ପବନକୁ ଆହ ବୈଘ୍ନାଗ୍ନି ଧ୍ୟାନ ପ୍ରଭଞ୍ଜନକୁ ଯେ ଦକ୍ଷିଣ ଅଗ୍ନି ସମାନ ପବନକୁ ଆବ ସତ୍ୟ ଅଗ୍ନି ଉଦାନ ପବନକୁ ଭାବିବ ସଭ୍ୟାଗ୍ନି ଏ ପଞ୍ଚ ନଳକୁ ଭାବି ପଞ୍ଚାନଳ ଭାବିବ ଅତିଶୟ ହେଉଛି ପ୍ରଜ୍ୱଳ ମନେ ମନେ ନିର୍ଗୁଣ ପରମ ପବିତ୍ର ଭାବିବ ଉପଯୋଗ୍ୟ ପଦାର୍ଥ ସମସ୍ତ ଏ ମାନସ ଯଜ୍ଞରେ ମନ ଏକ ହୋତା ମାନସ ସଜମାନ ନ କର ଚିନ୍ତା ନିର୍ଗୁଣ ସନାତନ ବ୍ରହ୍ମଟିଏ ହାର ଅଧିଷ୍ଠାତ୍ରୀ ଦେବତା ହେ ଦେଶାଧୀଶ୍ୱର ଯେଉଁ ଦେବୀ ସର୍ବତ୍ର ବ୍ୟାପି ରହିଛନ୍ତି ଅଖିଳ ବ୍ରହ୍ମାଣ୍ଡର ଆଧାର ଯେ ସତୀ ବ୍ରହ୍ମ ବିଦ୍ୟା ରୂପିଣୀ ସର୍ବଗୁଣାତୀତା କଲ୍ୟାଣ ସ୍ୱରୂପିଣୀ ଆଦି ସତୀ ମାତା ଏ ଅମ୍ବା ଯଜ୍ଞଟିର ପୂର୍ଣ୍ଣ ଫଳଦାତ୍ରୀ ଏ ହେତୁ ଅନ୍ନପୂର୍ଣ୍ଣା ଅପର୍ଣ୍ଣାଗ ସତୀ ଯଜମାନେ ମାନସ ଦ୍ରବ୍ୟ ସମୂହରେ ଯଜ୍ଞ ଫଳଦାତ୍ରୀଙ୍କ ଉଦ୍ଦେଶ୍ୟ କ୍ରମରେ ପରାଣ ନଳରେ କରିବ ଯେ ହୋମ ଏ ଅନ୍ତେ ଯା କରିବ ଶୁଣ ନରୋତ୍ତମ ଚିତ୍ତକୁ ନିରାଶ୍ରୟ କରିଣ ଭାବିବ ସୁଷୁମ୍ନା ରନ୍ଧ୍ର ଦେଇ ଆହେ ନରଧବ ପ୍ରାଣାଦି ପଞ୍ଚବାୟୁ ପଞ୍ଚ ଅଗ୍ନି ଶ୍ଵେତ ଶାଶ୍ୱତ ବ୍ରହ୍ମ ଅଗ୍ନି ଅଟଇ ସନ୍ତତ ସେ ବ୍ରହ୍ମ ନଳରେ ଆହୁତିଟି ଦେଲେ ଏହିପରି ସମାଧି ହୁଇଟି ଭଲେ ସେ ସମାଧି ଯୋଗରେ ନିର୍ବିକଳ୍ପ ଚିତ୍ତେ ନିଜ ଅନୁଭବରେ ନିରାକୁଳ ଚିତ୍ତେ ସାକ୍ଷାତ ମାହେଶ୍ୱରୀ ଆତ୍ମସ୍ୱରୂପିଣୀ ଦେବୀଙ୍କର ଧ୍ୟାନଟି କରିବ ହେ ଜାଣି ଦେଖିବ ନିଜ ଆତ୍ମା ସର୍ବଭୂତେ ସ୍ଥିତ ନିଜ ଦେହେ ଦେଖିବ ସର୍ବଭୂତ ସ୍ଥିତ ତେବେ ଯାଇ ମଙ୍ଗଳ ମୟୀ ଦେବୀଙ୍କର ସଚିଦାନନ୍ଦ ରୂପୀ ହେବେ ସାକ୍ଷାତ୍କାର ଭଗବତୀ ସତୀଙ୍କି କରିଲେ ଦର୍ଶନ ବ୍ରହ୍ମବିଦ ହୋଇ ସେ ଜନ ରାଜନ ମାୟା
ଛିଣ୍ଡାଇ ପକାଏ। ସ୍ୱଦେହ ଥିବା ଯାଏ କର୍ମ ଭୋଗୁଥାଏ। ଜୀବନ ମୁକ୍ତ ହୋଇ ଜୀବନାନ୍ତେ ତାର ନିର୍ବାଣ ମୋକ୍ଷ ଲାଭ କରଇ ସତର। ଜଗତ ମାତାଙ୍କର ଯେ କରେ ରଜନୀ କୃତ କାର୍ଯ୍ୟ ସେ ହୁଏ ଏଣୁ ମହାମୁନି। ଅତଏବ ଗୁରୁଙ୍କ ବାକ୍ୟ ଅନୁସାରେ ଭୁବନ ଈଶ୍ୱରୀଙ୍କୁ ସର୍ବଦା ଯତ୍ନରେ ଶ୍ରବଣ ଯେ ମନନ ତାହାଙ୍କର ଧ୍ୟାନ କରିବାର ବିଧେୟ ଶୁଣ ହେ ରାଜନ। ମାନସ ଯଜ୍ଞ ଏହି ପରି ଆଚରିଲେ ସନ୍ଦେହ ନାହିଁ କିଛି ମୋକ୍ଷପ୍ରଦ ମିଳେ। ଅନ୍ୟ ଯାଗ ସମସ୍ତ କାମ କରେ ପୂର୍ଣ୍ଣ ତାହାର ଫଳ ମାତ୍ର ଚିର ନୁହେଁ ପୁଣ। ବେଦବିଦ କହନ୍ତି ଦେବେ ଲେଖା ଅଛି ଅଗ୍ନିଷ୍ଟୋମ କରନ୍ତି ସ୍ୱର୍ଗ କାମ ଇଛି। ପୁଣ୍ୟମୟ ହୋଇଲେ ମର୍ତ୍ତ୍ୟକୁ ଆସିବ ପୁଣ୍ୟ ଥିବା ପର୍ଯ୍ୟନ୍ତ ସ୍ୱର୍ଗରେ ବସିବ। ଅକ୍ଷୟ ଫଳ ଦିଏ ଏ ମାନସ ଯୋଗ ଜୟା ସାଇ ରାଜାଙ୍କ ନୁହେଁ ତ ଯୋଗ୍ୟ। ଆପଣା ଯା କରିଛ ପୂର୍ବେ ସର୍ପ ମୁଖ ତାମସ ଯଜ୍ଞ ସେ ତ ତା କାରଣ ଦେଖ। ଦୁରାତ୍ମା ତକ୍ଷ କର ବୈରୀ ନିବାରଣେ କୋଟି କୋଟି ସର୍ପଙ୍କୁ ମାରିଲେ ଆପଣେ। ଅତଏବ ହେ ନୃପ ଶିଖ ମହାପ୍ରାଜ୍ଞ ଯଥାବିଧି ଆଚର ଏହି ଅମ୍ବା ଯଜ୍ଞ। ପୂର୍ବ କାଳେ ସୃଷ୍ଟିର ପ୍ରାରମ୍ଭ ହେତୁରେ ଭଗବାନ ଏ ଯଜ୍ଞ କଲେ ପ୍ରଥମରେ। ଅତଏବ ଆପଣ କର ଅନୁଷ୍ଠାନ କହୁଅଛି ଜାଗର ସମସ୍ତ ବିଧାନ। ସମନ୍ତ୍ର ମାର୍ଗେ ପାର ଦର୍ଶୀ ହେବା ଲୋକ ଦେବୀ ବୀଜ ବିଧାନୀ ଜାଣିବା ଅନେକ। ବେଦ ବୀଜ ପ୍ରଧାନ ଯଜ୍ଞ ବିଧି ଜାଣେ ଏପରି ଯେତେ ଛନ୍ତି ସକଳ ବ୍ରାହ୍ମଣେ। ସେହି ମାନେ ହୋଇବେ ତୁମ୍ଭ ପୁରୋହିତ ଆପଣ ଯଜମାନ ହେବ ନରନାଥ। ଏପରି ଯଜ୍ଞ ବିଧି କର ଅନୁଷ୍ଠାନ ନିଶ୍ଚୟ ବହୁ ପୁଣ୍ୟ ଲଭିବ ଆପଣ। ସେ ପୁଣ୍ୟ ଫଳ ଦାନ କରି ନରବର ବିପ୍ରଙ୍କ ମାନନା ଜନିତ ପାତକ ମହତ ଗୁରୁତର ନରକ କାରକ। ଆପଣଙ୍କ ବାପତ ସେ ପାପ କାରଣେ ବ୍ରହ୍ମ ଶାପଗ୍ରସ୍ତରେ ଗ୍ରାସିତ ତକ୍ଷଣେ। ସେ ହେତୁ ସର୍ପ ସଂସ ନରେନ୍ଦ୍ର ମୃତ୍ୟୁ ଲଭିଲେ ଆପଣଙ୍କ ଅଛି ପରା ହେତୁ। କୁଶାସନେ ଭୂତଳେ ମୃତ୍ୟୁ ନ ଲଭିଲେ ଅକାଳ ମୃତ୍ୟୁ ପ୍ରାପ୍ତ ହେଲେ ଅନ୍ତରାଳେ। ସଂଗ୍ରାମେ ଗଙ୍ଗା ତୀରେ ମରଣ ନହିଲା ଏ ହେତୁରେ କୁଚିତ ମରଣ ହୋଇଲା। ସ୍ନାନ ଦାନ ରହିତେ ଲଭିଲେ ମରଣ ଅଟ୍ଟାଳିକା ଉପରେ କରି ଆରୋହଣ।
କୁତ୍ସିତ ମରଣର କାରଣ ଯାଉଛି ଆପଣଙ୍କ ବାପଙ୍କୁ ସମସ୍ତ ଘଟିଛି। ଦୁର୍ଲଭ ମୁକ୍ତି ଲାଭେ ଥିବାର କାରଣ ଏକମାତ୍ର ସେ କଥା ଘଟି ନାହିଁ ଜାଣ। କେଉଁ କାଳେ ହେଉ ବା ଯେଉଁଠାରେ ଥାଉ ଏ ଦେହକୁ କାଳଟି ସମାଗତ ହେଉ। ଭୟଙ୍କର ମରଣ ସଙ୍କଟେ ପଡ଼ିଣ ସାଧନା ହେନେ ହୋଇ ବିଷୟ ବିହୀନ। ପବିତ୍ର ଚିତ୍ତେ ଏହା ଭାବିବା ଉଚିତ ପଞ୍ଚଭୂତାତ୍ମକ ଟଇ ଏ ଦେହ ତ ଏହାର ବିନାଶରେ କି ଦୁଃଖ ମୋହର। କ୍ଷତି ବୃଦ୍ଧି ନାହିଁ ତ ପଡ଼ୁ କେଉଁଠାର ଅବ୍ୟୟ ଗୁଣାତୀତ ମୁମୁକ୍ତ ପୁରୁଷ। ଭୂତ ତତ୍ତ୍ୱ ନାଶର ହେବ ତ ବିନାଶ ସେ ନାଶ ଯେବେ ହେଲା ଶୋକ କାରଣ। ମୁହିଁ ତ ନିତ୍ୟ ମୁକ୍ତ ବ୍ରହ୍ମ ସନାତନ ସଂସାରୀ ମୁହିଁ ନୁହେଁ ଏ ସଂସାର ଜାଲେ। ଘଟିଛି ସିନା ଦେହ ପୂର୍ବ କର୍ମ ଫଳେ ଏହାର ମୋ ସହିତ ନାହିଁ ତ ସମ୍ବନ୍ଧ। ଏ ଦେହ ନାଶେ ମୋର କିବା ଭଲ ମନ୍ଦ ପୂର୍ଣ୍ଣ ପୂର୍ବ ଜନ୍ମ କର୍ମର ସୁଖ ଦୁଃଖ ଯୋଗେ ଦେହ ସିନା ହୋଇଛି ଶୁଭାଶୁଭ ଭୋଗେ। ମହାଘୋର ସଂସାର ସଙ୍କଟରୁ ଏବେ ବିମୁକ୍ତ ହେବା ଠାରେ କିମ୍ପା ଚିନ୍ତା ତେବେ। ସ୍ନାନ ଦାନ ରହିତେ ଏହିପରି ଯେହି ଚିନ୍ତି ଚିନ୍ତି ମରଣ ବରଣ କରଇ। ଅଶେଷ ଜନ୍ମ କ୍ଲେଶ ବିନାଶ କରିଣ ଶେଷରେ ମୁକ୍ତି ଲାଭ କରଇ ସେ ଜାଣ। ଯୋଗୀଙ୍କର ଦୁର୍ଲଭ ସାଧନ କଠିନ ଆପଣଙ୍କ ନିକଟେ ଯାକଲି କଥନ। ଆପଣଙ୍କ ବାପ ତ ବ୍ରହ୍ମ ସାପ ପାଇ ମମତା ରଖି ଦେହେ ନିବେଦନ ହୋଇ। ଭାବିଲେ ମୋର ଦେହେ ନାହିଁ ରୋଗ କିଛି ଅକଣ୍ଟକ ରାଜ୍ୟରେ ମୁଁ ରାଜା ହୋଇଛି। ମୃତ୍ୟୁ ମୁଖ କିପରି ହେଲେ ରକ୍ଷା ହେବି ସେ ତ ନୃପ ଶାର୍ଦୂଳ ଏହା ଭାବି ଭାବି। ମନ୍ତ୍ରଜ୍ଞ ଗୁଣିଆକୁ ଯତ୍ନରେ ଡକାଅ ବୋଲି କରି ଆଦେଶ ଦେଲେ ସେ ତ ରାୟ। ମମତା ବଶ ହୋଇ ଭୋପାଳ ସେ କାଳେ ମଣି ମନ୍ତ୍ର ଔଷଧ ଆଶ୍ରୟ କରିଲେ। ଅଟ୍ଟାଳିକା ଉପରେ କଲେ ଆରୋହଣ ବିବେଚନା ନ କଲେ ଦୈବ ପ୍ରଧାନ। ଅକାଳ ମୃତ୍ୟୁ ହରେ ଦେବୀଙ୍କ ସ୍ମରଣ ନ କଲେ ସ୍ନାନ ଦାନ ଭୂତଳେ ଶୟନ। ତାମସ ମାନନା ଜନିତ ପାପରୁ ବାଳ ଧରି କବଳ କଲା କାଳ ଭୀରୁ। ମହାମହାର୍ଣ୍ଣବରେ ନିପତିତ ହେଲେ ଦଂଶିଲା କାଳ ସର୍ପ ସୌଧରେ ମରିଲେ। ପୂର୍ବୋକ୍ତ ଆଚରଣ ନିଶ୍ଚୟ ନରକ ପାଇଛନ୍ତି ନରଙ୍କ
ନାୟକ ଜନକ। ଏଣୁ ହେ ନରବର ଘେନ ମୋର ଗିର। ଅଧଗତ ବାପାଙ୍କୁ ପାପରୁ ଉଦ୍ଧାର। ସୁତ ଋଷି କହିଲେ ଜମେ ଜୟ ବୀର। ଗିର ଶୁଣି ଅମିତ ତେଜା ବ୍ୟାସଙ୍କର। ଅତିଶୟ ଦୁଃଖରେ ହୋଇଣ ଆରତ। ବାଷ୍ପରୁଦ୍ଧ କଣ୍ଠରେ କହିଲେ ମନ୍ତ। ଆହା ସତେ ମୋହର ଏ ଜୀବନ ଧିକ। ଅଦ୍ୟାପି ଭୋଗୁଛ କି ନରକ ଜନକ। ଏଣୁ ହେ ମୁନିଗଣ ମୋର ବାପାଙ୍କର। ଉତ୍ତରାଙ୍କ ଗର୍ଭ ସମ୍ଭବ କୁମାର। କିପରି ସ୍ୱର୍ଗ ଦୁର୍ଗ କରିବେ ଗମନ। କହ ହେ ସେହି କାର୍ଯ୍ୟ ସାଧିବି ବହନ। ଏହିଠାରେ ଶ୍ରୀଦେବୀ ଭାଗବତଙ୍କର। ମହତ ପୁରାଣର ତୃତୀୟ ସ୍କନ୍ଧରେ। ଅମ୍ବା ଯଜ୍ଞ ବିଧାନ ପ୍ରଶ୍ନ ହେବା ଚୂର୍ଣ୍ଣ। 12 ଗୋଟିଏ ଅଧ୍ୟାୟ ହୋଇଲା ସମ୍ପୂର୍ଣ୍ଣ। ଜୟ ଗୋ ଅମ୍ବା ଅମ୍ବାଳିକା ଗମ୍ବିକେ। ତ୍ରିଅମ୍ବକ ଭରଣୀ ଚଣ୍ଡୀ ଗୋ ଚଣ୍ଡିକେ। ଅମ୍ବା ଯଜ୍ଞେ ମାନସ କରିଦେଇ ସ୍ଥିତ। ବାଲାଜୀ ରଣାର ସୁରେ ଲମ୍ବୋଦର ମାତ। ତ୍ରୟୋଦଶ ଅଧ୍ୟାୟ ବିଷ୍ଣୁଙ୍କର ଅମ୍ବା ଯଜ୍ଞେ ଉଦ୍ଯୋଗ। କହନ୍ତି ମହାରାୟ ସେ ଜନମେ ଜୟ। ମୋର ବୃଦ୍ଧ ପ୍ରପିତା ମହାଶୟ। ଜଗତର କାରଣ ରୂପୀ ପ୍ରଭୁ ବିଷ୍ଣୁ। ସମସ୍ତଙ୍କ ନିୟନ୍ତା ଭଗବାନ ବିଷ୍ଣୁ। କି ରୂପେ ପୂର୍ବ କାଳେ ଦେବୀ ଯଜ୍ଞ କଲେ। କାହାର ବାସହାୟ ସେ ଯଜ୍ଞେ ପାଇଲେ। ବେଦ ବିଦ ତତ୍ତ୍ୱଜ୍ଞ କେତେ ଦ୍ୱିଜ ତହିଁ। ପୁରୋହିତ ବରଣ କହୁଥିଲେ ଯାଇ। ବିଷ୍ଣୁକୃତ ସେ ଯଜ୍ଞ ବିଷୟକୁ ଶୁଣି। ଶୁଦ୍ଧ ଚିତ୍ତେ ସାଧିବି ଅମ୍ବା ଯଜ୍ଞ ଜାଣି। ଏହା ଶୁଣି ସେ ବ୍ୟାସ ଦେବ ଋଷି ରାଣ। କହିଲେ ଶୁଣ ମହା ଭାଗ ନର ରାଣ। ଭଗବାନ କରିବା ସେ ଯଜ୍ଞ ଅଦ୍ଭୁତ। ବିସ୍ତାରିଣ କହୁଛି ଶୁଣ ସେ ଚରିତ। ବ୍ରହ୍ମା ବିଷ୍ଣୁ ଈଶଙ୍କୁ ଦେଇଣ ତ୍ରିଶକ୍ତି। ପଠାଇଣ ଆପଣେ ଦେବୀ ଭଗବତୀ। ଯୁବତୀ ଭାବ ଛାଡ଼ି ହୋଇଣ ପୁରୁଷ। ବିମାନେ ବସି ଆସି ହୋଇଲେ ପ୍ରବେଶ। ସେ ସୁରବର ତିନି ଘୋର ମହାନବେ। ପ୍ରବେଶ ହୋଇ ବାସ ସକାଶରେ ଭାବେ। ପୃଥିବୀ ଉତ୍ପାଦନ କରିବା ସ୍ଥାନ। ନିର୍ମାଣ କରିଣ କରିଲେ ଆସ୍ଥାନ। ତାପରେ ମହାଦେବୀ ସତୀ ଭଗବତୀ। ଦେଇ କରି ଅବଳା ସ୍ୱାଧାର ଶକ୍ତି। ମଧୁ କଇଟ ଭର ମେଦେବ ସୁନ୍ଧରା। ଆଧାର ଶକତିରେ ସ୍ଥିର କଲେ ଧୀରା। ମଧୁ କଇଟ ଭର ମେଦର ସଂଯୋଗେ। ପୃଥିବୀଟି ମେଦିନୀ ଅଟେ ହି ଯୋଗେ। ଭୂତଗଣ ଧାରଣ
ହେତୁ ଧରା ଦେବି ପୃଥୁଳ ହିଁ ବିସ୍ତାରେ ଏହେତୁ ପୃଥିବୀ ମହତ ହୋଇବାରୁ ମୋହି ନାମ ଦେଲେ ମେଦିନେ କି ମସ୍ତକେ ଅନନ୍ତ ଧରିଲେ ପୃଥିବୀର ଦୃଢ଼ତା ସମ୍ପାଦିବା ପାଇଁ ନାନା ସ୍ଥାନେ ପର୍ବତ ସୃଷ୍ଟି କଲେ ବିହି କାଠ ମଧ୍ୟ ଲୁହାର କିଳା ହେଲା ପ୍ରାୟ ପୃଥିବୀ କି ଧରିଲେ ପର୍ବତ ସମୂହ ଅଭ୍ୟନ୍ତରେ ରହିଣ କରିଲେ ଧାରଣ ଏହେତୁ ଧରା ମହି ଧର ଧରା ଗଣ ମଣିମୟ ଶୃଙ୍ଗର ସମୂହେ ଶୋଭିତ ସୁବର୍ଣ୍ଣମୟ ପୁଣି ପରମ ଅଦ୍ଭୁତ ବିସ୍ତୃତ ହୋଇଅଛି ବିଶେଷ ଯୋଜନ ଏପରି ମେରୁଗିରି କରିଲେ ସର୍ଜନ ମରିଚି ଯେ ନାରଦ ଅତ୍ରି ଯେ ପୁଲସ୍ତ୍ୟ ପୁଲହ କ୍ରତୁ ଦକ୍ଷ ବଶିଷ୍ଠ ଏ ସୁତ ବ୍ରହ୍ମାଙ୍କ ମାନସରୁ ହେବାରୁ ସଞ୍ଜାତ ପ୍ରସିଦ୍ଧ ଏହି ମାନେ କମାନସ ପୁତ୍ର ମରିଚି ଋଷି ଠାରୁ କଶ୍ୟପ ଜନ୍ମିଲେ ଦକ୍ଷ ଠାରୁ ଆଦିତ 13 କନ୍ୟା ହେଲେ କଶ୍ୟପ ଦେବଙ୍କର ଔରସ ପ୍ରଭାବେ ଅଦିତି ଆଦିତ୍ୟର କନ୍ୟାଙ୍କର ଗର୍ଭେ ସୁରାସୁର ପ୍ରଭୃତି ନାନାବିଧ ପ୍ରାଣୀ ଜନମିଲେ ହେ ଜନ୍ମେ ଜୟ ଥାଅ ଜାଣି ବିସ୍ତାର ହେଲା ସୃଷ୍ଟି କଶ୍ୟପଙ୍କ ଠାରୁ ମନୁଷ୍ୟ ପଶୁ ସର୍ପ ନାନା ଜାତି ଗୋରୁ ବ୍ରହ୍ମାଙ୍କର ଦକ୍ଷିଣ ଅର୍ଦ୍ଧଭାଗ ଭାବ ସ୍ୱୟଂଭୁବ ମନୋଜେ ସେ ହେଲେ ସମ୍ଭବ ବାମ ଅର୍ଦ୍ଧଭାଗରୁ ଶତରୂପା ନାମେ ରମଣୀ ଜନମ ହେଲେ ମନୋରମେ ଶତରୂପା ସଙ୍ଗରେ ରଣ ରଣ ରଙ୍ଗେ ମାତିବାରେ ସେ ମନ ରଜବୀର୍ଯ୍ୟ ଯୋଗେ ପ୍ରିୟ ବ୍ରତ ଉତ୍ତାନ ପାଦ ଦୁଇ ପୁଅ ଜନମିଲେ ସ୍ୱରୂପ 32 ଝିଅ ଭଗବାନ କମଳ ପୁଅ କୁଶଧାରୀ ଏପରି ନାନାବିଧ ଜୀବ ସୃଷ୍ଟି କରି ମେରୁ ପର୍ବତର ଏକ ପ୍ରଦେଶରେ ବ୍ରହ୍ମଲୋକ ନିର୍ମାଣ କଲେ ମନୋହରେ ଭଗବାନ ଶ୍ରୀ ବିଷ୍ଣୁ ସର୍ବଲୋକ ପରେ କମଳା ସହ ଖେଳା ଲୀଳା କରିବାରେ ସର୍ବୋତ୍ତମ ସୁରମ୍ୟ ବୈକୁଣ୍ଠ ଧାମ ନିର୍ମାଣ କରିଲେ ଶ୍ଵେତ କ୍ରୀଡ଼ା ସ୍ଥାନ ମନୋହର କୈଳାସ ପୁର ମହେଶ୍ୱର ନିର୍ମାଣେ ଭୂତ ଗଣେ କରିଲେ ବିହାର ସୁମେରୁର ଏକ ଶିଖରେ ଯେ ଦ୍ରୋହୀଣ ନିର୍ମାଣିଲେ ତୃତୀୟ ଲୋକ ସ୍ୱର୍ଗଧାମ ନାନା ରତ୍ନେ ଯତ୍ନରେ ଶୋଭିତ କରାଇ ପୁଲ ମଜା ବଲ୍ଲଭ ଇନ୍ଦ୍ରଙ୍କର ପାଇଁ ସମୁଦ୍ର ମନ୍ଥନର କାଳରେ ସଞ୍ଜାତ ହୋଇବାର ସେ ତରୁ ବର ପାରିଜାତ ତତ୍ଜନ୍ତ ଇରାବତ କରିବର
ସର୍ବକାମଦାୟିନୀ କାମଧେନୁ ସାର ଆବର ମହାବର ଅଶୌଚୈଶ୍ରବା ଅପସରା ପ୍ରଭୃତି ସମ୍ଭବିବାରମ୍ଭା ଦେବରାଜ ଏସବୁ କରିଲେ ଗ୍ରହଣ ସ୍ୱର୍ଗ ଦୁର୍ଗ ଧାମରେ ହୋଇଲେ ଭୂଷଣ ସାଗର ସମ୍ଭବତ ଧନନ୍ତରୀ ସୋମ ରହିଲେ ପରିଜନ ସହ ସ୍ୱର୍ଗ ଧାମ ବ୍ରହ୍ମାଙ୍କର ମାନସ କଶ୍ୟପ ରସ ସମୁଦ୍ର ମନ୍ଥନରୁ ଜନ୍ମବାନ ରେଷ ଏହିପରି ବିସ୍ତୃତ ହେଲା ତିନି ବିଧେ ଦେବତା ତିର୍ଯ୍ୟକ ଯେ ମନୁଷ୍ୟାଦି ଭେଦେ ଅଣ୍ଡଜ ସ୍ୱେଦଜ ଉଦ୍ଭିଜ ଜରାୟୁଜ ଏପରି ଚାରିର୍ବିଧ ଜୀବନ ନିଜ ନିଜ ପୂର୍ବ ଶୁଭାଶୁଭରେ କର୍ମଯୁକ୍ତ ହୋଇ ଜନମିଲେ ସୃଷ୍ଟିର କାର୍ଯ୍ୟ ଅଟେ ନିଜ ନିଜ ସ୍ଥାନରେ ବ୍ରହ୍ମା ବିଷ୍ଣୁ ହର ସଦାର ସହିତରେ କରିଲେ ବିହାର ଏହିପରି ସୃଷ୍ଟି କ୍ରମେ ପ୍ରବର୍ତ୍ତିଲା ଏଥୁ ଅନ୍ତେ ରାଜା କେତେ କାଳ ଗଲା ମଧୁକୈଟ ଭନ୍ତକ ମନୋରମେ ରମା ସହରମନ୍ତି ବୈକୁଣ୍ଠ ଧାମେ ମନେ ପଡ଼ି ଯିବାର ହେଲା ବହୁ ବ୍ୟଥା ସୁଦାବ୍ଧିରେ ଥିବାର ମଣିଦୀପ କଥା ମହାମାୟା ଦେବୀଙ୍କୁ ତହିଁ ଦେଖିଥିଲେ କଲ୍ୟାଣ କର ମନ୍ତ୍ର ତହିଁ ପାଇଥିଲେ ଯେ ଦେବୀଙ୍କ ଇଚ୍ଛାରେ ସ୍ତ୍ରୀ ଭାବ ବହିଲେ ସେ ପରମାସକତି ଅମ୍ବାଙ୍କୁ ସ୍ମରିଲେ ସତୀଙ୍କ ପ୍ରୀତି ପାଇଁ ଯଜ୍ଞ କର ତାକୁ ମନସ୍ଥ କରି ଛାଡ଼ି ଦେଇ ବୈକୁଣ୍ଠକୁ କମଳା ଖେଳା ଲୀଳା କରି ପରିହାର ବାହାର ହେଲେ ଶୀଘ୍ର ଜଗତ ଈଶ୍ୱର ଡକାଇଲେ ମହେଶ ବ୍ରହ୍ମା ବରୁଣଙ୍କୁ କୁବେର ଇନ୍ଦ୍ର ଅଗ୍ନି ଯମାଦି ଦେବଙ୍କୁ ବଶିଷ୍ଠ ଯେ କାଶ୍ୟପ ଦକ୍ଷ ବାମଦେବ ବୃହସ୍ପତି ପ୍ରଭୃତି ଯେତେକ ଭୂଦେବ ଡକାଇ ଅଣାଇଲେ କରିଣ ଆଗ୍ରହ ସବୁ ଯଜ୍ଞ ସାମଗ୍ରୀ କରିଲେ ସଂଗ୍ରହ ମନୋହର ସାତ୍ବିକ ସୁଯଜ୍ଞ ମଣ୍ଡପ ସୁବିସ୍ତୃତ କରାଇ ଆହେ ନରାଧୀପ ମହତ ବିଭାବରେ କରାଇ ସହିତ ଶିଳ୍ପଗଣ ଡକାଇ କରିଲେ ପ୍ରସ୍ତୁତ ତା ମଧ୍ୟେ ଚିତ୍ର ସ୍ଥାପି ବେଦୀ ନିର୍ମାଣିଲେ ସତାଇ ସରତିଜ ଦ୍ୱିଜଙ୍କୁ ବରିଲେ ସେମାନେ ମାୟା ବୀଜ ମନ୍ତ୍ର ଜପ କରି ଘୃତାହୁତି ଦେଲେଟି ବରସିଲା ପରି ପ୍ରଚୁର ପରିମାଣେ ଆହୁତି ଦେଇଣ ବିଧାନେ ହୋମ ଯଜ୍ଞ ହୁଅନ୍ତେ ପୂରଣ ଶ୍ରୀ ମଧୁସୂଦନଙ୍କୁ କରି ସମ୍ବୋଧନ ମଧୁରାକ୍ଷରମୟୀ କହିଲେ ସନ ଦୈବବାଣୀ କହିଲେ आहे विष्णुदेव सर्वदेव
ତୁମ୍ଭେ ଶ୍ରେଷ୍ଠ ହେବ ମହତ ପୂଜନୀୟ ମାନନୀୟ ହୋଇ ବଳଶାଳୀ ହୋଇବ ସାମର୍ଥ୍ୟକୁ ପାଇ ବ୍ରହ୍ମା ଇନ୍ଦ୍ର ସୁରାଦି କରିବେ ପୂଜନ ଭୂମଣ୍ଡଳେ କରିଲେ ଭକତି ସଜ୍ଜନ ତୁମ୍ଭ ଭକ୍ତି ବଳରେ ଜଗତ ସକଳେ ସମାଧିକ ଆଧିକ୍ୟ ଲଭିବେ ଭୂତଳେ ସମସ୍ତଙ୍କ ବରଦ କାମପ୍ରଦ ହେବ ମୋବରେ ଦେବ ଗଣେ ଶ୍ରେଷ୍ଠ ପ୍ରଭୁ ହେବ ଯାଜ୍ଞିକ ମାନେ ସବୁ ଯଜ୍ଞରେ ତୁମ୍ଭଙ୍କୁ ପ୍ରଧାନ ଦେବ ବୋଲି କରିବେ ପୂଜାକୁ ସଜନ ଜନଙ୍କର ହୋଇଲେ ପୂଜନ ତାହାଙ୍କର ବରଦ ହୋଇବେ ଆପଣ ଦେବତାଙ୍କୁ ଦାନବେ ପୀଡ଼ା ଦେବା କାଳେ ରକ୍ଷା କର୍ତ୍ତା ହୋଇବ ଶରଣ ପଶିଲେ ବେଦାଦି ପୁରାଣରେ ହୋଇବ ଲିଖନ ପରମ ପୂଜ୍ୟତମ ବୋଲିଣ ଆପଣ ସଂସାରରେ ଧର୍ମ ହାନି ଯେବେ ହେବ ଅଂଶରେ ଅବତରି ଧର୍ମ ରଖୁଥିବ ଏହେତୁ ଧରା ପରେ ତୁମ୍ଭ ଅଂଶ ଜାତ ଅବତାର ବହୁତ ହେବ ପ୍ରକାଶିତ ହେ ପୁରୁଷ ଉତ୍ତମ ମଧୁହା ମାଧବ ନାନା ଉଗେ ଯେ ଅବତାର ତୁମ୍ଭେ ହେବ ସେ ସର୍ବ ଅବତାର ସର୍ବଲୋକଙ୍କରେ ପ୍ରସିଦ୍ଧ ଲଭିବ ହେ ମୋର ପ୍ରସାଦରେ ଆପଣ ଯେ ରୂପରେ ଅବତରୁଥିବ ସର୍ବ କାର୍ଯ୍ୟ ସାଧିନୀ ମୋର ଶକ୍ତି ଭାବ ତୁମ୍ଭ ସହଚାରିଣୀ ହୋଇଣ ସାହାଯ୍ୟ ଦେଉଥିବ ସ୍ୱାଧୀନ ଦେଇ ସର୍ବ କାର୍ଯ୍ୟ ମହାମହାୟୁଧ କରିଣ ଧାରଣ ହୋଇ କରି ସମସ୍ତ ଭୂଷଣେ ଭୂଷଣ ବରାହୀ ନରସିଂହୀ ପ୍ରଭୃତି ମୋ ଶକ୍ତି ଆପଣଙ୍କ ସାହାଯ୍ୟ ହେବି ଶୁଭ ମୂର୍ତ୍ତି ମୋର ବରେ ହେ ବିଷ୍ଣୁ ମୋ ଶକ୍ତି ସହିତ ସୁରଙ୍କର ସାଧିବ ଯେ କାର୍ଯ୍ୟ ସମସ୍ତ ଗର୍ଭମତ ଭାବରେ ତାଙ୍କ ମାନନା ଅଣୁମାତ୍ର ନ କର आहे ମହାମନା ସର୍ବଦା ସର୍ବଯତ୍ନେ ଦେବୀ ସମାଦର ସମ୍ମାନନା ସର୍ବତ୍ର କର ଦାମୋଦର ସର୍ବକାମଦାୟିନୀ ଶକ୍ତିଙ୍କୁ ସକଳେ ସର୍ବକାମ ହେତୁରେ ପୂଜିବେ ଭୂତଳେ ଏ ଅଖିଳ ଶପଥ ଦ୍ୱୀପ ଭୂମଣ୍ଡଳେ ପ୍ରଚରିବ ଶକ୍ତି ତୁମ୍ଭ କୀର୍ତ୍ତି ଭଲେ କାମନା ସିଦ୍ଧି ହେତୁ କାମନା କରିଣ ଶକ୍ତି ସହ ତୁମ୍ଭଙ୍କୁ କରିବେ ପୂଜନ ନାନାବିଧ ମାନସ ଭାବ ପ୍ରକାଶିବେ ବିବିଧ ଉପହାର ପ୍ରଦାନ କରିବେ ନାମ ଜପ କରିବେ ଦକ୍ତ ମନ୍ତ୍ର ପଢ଼ି ସଶକ୍ତିରେ ତୁମ୍ଭଙ୍କୁ ପୂଜିବେ ଟିଲୋଡ଼ି ହେ ଦେବ ଦେବେଶ ହେ ମଧୁସୂଦନ ଭୂମଣ୍ଡଳେ ମାନବେ ହୋଇଲେ ପୂଜନ
ମର୍ତ୍ତ୍ୟପୁରେ ମହିମା ପ୍ରକାଶି ବିଶେଷ। ସ୍ୱର୍ଗ ଦୁର୍ଗା ଧାମରେ କରିବ ପ୍ରବେଶ। ଭଗବାନ ବିଷ୍ଣୁଙ୍କୁ ସେ ଆକାଶବାଣୀ ବର ଦେଇ ବିରତ ହୋଇଲେ ସେ ପୁଣି। ତା ପୁଣି ଭଗବାନ ପ୍ରତିଲାଭ କଲେ ଯଥାବିଧି ସେ ଅମ୍ବା ଯଜ୍ଞ ପୂର୍ଣ୍ଣ କଲେ। ବ୍ରହ୍ମାଙ୍କର ମାନସ ପୁତ୍ରଙ୍କୁ ଦେବଙ୍କୁ ସଦୟରେ ବିଦାୟ ଦେଇ ସମସ୍ତଙ୍କୁ। ଗରୁଡ଼ ପୃଷ୍ଠେ ଆରୋହଣ ବୈକୁଣ୍ଠ ଅନୁଚର ସହିତ ଗଲେ ବୈକୁଣ୍ଠ। ସୁମନ ସମୂହ ହୋଇ ସୁମନସ ନିଜ ନିଜ ଆଶ୍ରମେ କରିଲେ ପ୍ରବେଶ। ଆକାଶବାଣୀ ଯଜ୍ଞ କଥା ହୋଇ ହୋଇ ମୁନିଗଣ ବିସ୍ମୟ ଅତିଶୟ ପାଇ। ନିଜ ନିଜ ପବିତ୍ର ଆଶ୍ରମେ ମିଳିଲେ ପରମ ଆନନ୍ଦରେ କାଳ କଟାଇଲେ। ପରମ ବିଶଦ ଯେ ଶ୍ରୋତ୍ରରମ୍ୟ ପୁଣି ଶୁଣିନ ସେହି କାଳେ ସର୍ବେ ବ୍ରହ୍ମବାଣୀ। ସେଦିନ ଆଦ୍ୟାଶକ୍ତି ପ୍ରତି ପ୍ରୀତି ଭକ୍ତି ଭାବ କହି ପୂଜନ କଲେ ଦ୍ୱିଜ ପଙ୍କ୍ତି। ମୁନିମାନେ ଭକତି ପୂର୍ଣ୍ଣ ମାନସରେ ଦେବୀଙ୍କର ବେଦୋକ୍ତ ନିୟମାନୁସାରେ ବିଶେଷ କଲେ ସର୍ବ କାମପ୍ରଦ ପୂଜା। ସହଜରେ ମଜାଇ ଦେଇ ନିଜ ମଜା ଏହିଠାରେ ଶ୍ରୀଦେବୀ ଭାଗବତଙ୍କରେ ମହତ ସୁପୁରାଣ ଯେ ତୃତୀୟ ସ୍କନ୍ଧରେ। ଶ୍ରୀ ବିଷ୍ଣୁକୃତ ଅମ୍ବା ଯଜ୍ଞର ଯେ ବର୍ଣ୍ଣନ ତ୍ରୟୋଦଶ ଅଧ୍ୟାୟ ହୋଇଲା ଯେ ପୁରାଣ। ଅମ୍ବାଗ ନିର୍ବିଘ୍ନରେ ଏ ଅମ୍ବା ଯଜ୍ଞକୁ କରାଅ କରାଇଣ ଯେ ମହାସମ୍ଭାରକୁ। ତେବେ ସିନା ବାଲାଜୀ ରଣାର ମାନସ ଭବେ ଜନ୍ମ ସଫଳ ଲୋଭି ହେ